ଯଦି ଭାବୁଛ ମୁଁ ଗୋଟେ ସ୍ୱାମୀ ମୋ କଥା ସ୍ତ୍ରୀ ମାନିବା ଦରକାର, ତମର ବି ସେମିତି ଗୋଟେ ଗୁଣ ଥିବା ଦରକାର। ଦି ସାଇଡରୁ ଦେଖିବାକୁ ପଡିବ ନା। ତୁମେ ଖାଲି କହିବ ହେ ତୁମେ ସ୍ତ୍ରୀ, ଆମେ ତୁମର ପତି ପରମେଶ୍ୱର। ଆରେ ପରମେଶ୍ୱର ଭଳି ଗୁଣ ଅଛି କି ତମ ପାଖରେ? ପରମେଶ୍ୱର କାହାକୁ କୁହାଯାଏ? ଯେ କେବଳ ଗୁଣକୁ ଦେଖନ୍ତି ସେ ହଉଛନ୍ତି ପରମେଶ୍ୱର, ଯେ ଦୋଷକୁ ଦେଖନ୍ତି ନାହିଁ। ଗୋଟେ ପୁରୁଷ ତା ସ୍ତ୍ରୀକୁ ସବୁବେଳେ ରାଇଟ ପୋଜିସନରେ ଦେଖିବା ଦରକାର। ତୁ ଯାହା କରୁଛୁ କରେ, ମୋ ପାଇଁ ତୁ ଠିକ। ହରି ବୋଲ। ଦେଖିବା ସ୍ତ୍ରୀଟା କେତେ ବାଟ ବଳ କାହିଁକି ଯିବ ଗୋଟେ ପୁରୁଷଠୁ। ଏ କଥା କହୁଥିଲେ, ଆମେ ସର୍ଟ ଭିଡିଓ ଗୋଟେ ବନେଇଥିଲେ ଅଳ୍ପ ଦିନ ତଳେ। ସ୍ୱାମୀ ଯେତେବେଳେ ଖାଇବା ପାଇଁ ବସିବ, ସ୍ତ୍ରୀ ବାଢି ଦଉଛି, ବାଃ କଣ ଟେଷ୍ଟି ହେଇଛି ମୋ ଖାଇବାଟା। ସିଏ ଆମ୍ବିଳ ପୋଡି ଯାଇଥାଉ, ଶାଗ ଲୁଣିଆ ହେଇଥାଉ, କିନ୍ତୁ ଇଏ ସବୁବେଳେ ତାକୁ ସମ୍ମାନ ଦବାର ଅଛି। କିଏ? ପୁରୁଷ। ଆସି ତ ବସୁ ବସୁ ଖୁଣିକି ଥୋଇଥିବ, ଗୋଟେ ତାଟିଆରେ ଦଉନ, କଣ ପ୍ଲେଟଟାରେ ଦେଇଛ? ଆରେ ତୁ ଖା ତ ଆଗେ, ସେ ତାଟିଆ ପ୍ଲେଟ ଖାଇବୁ ନା କଣ ତୁ? ନା ବୁଝିପାରୁଛ ନା କହିବା କଥା? ଇଏ କଂସା ମୁଣ୍ଡେ ବସିବାଠୁ ଖୁଣିବା ଆରମ୍ଭ କରିଥିବ। ତମ କିଏ କହିଲା ଆଳୁ ଯାକ ଭାଜିବା ପାଇଁ? ମୁଁ ଯୋଉ ଭେଣ୍ଡି ଆଣିଥିଲି ସେଟା କଣ ଫିଙ୍ଗିବ, ଗାଈକି ଦବ? ଆରେ ତୁ ଖାରେ ବାବା, 2 ଘଣ୍ଟା ପରିଶ୍ରମ କରି କରି ସ୍ତ୍ରୀଟା ରୋଷେଇ କରିଛି। ସେଥିପାଇଁ ଆମର ବି ଗୋଟେ ସ୍ୱାମୀର ଧର୍ମ ରହିବା ଦରକାର, ଆମର ବି ଗୁଣ ରହିବା ଦରକାର। ତାହେଲେ ତ ସ୍ତ୍ରୀଟେ ତମକୁ ସମ୍ମାନ ଦେଇପାରିବ। ତ ରାମଚନ୍ଦ୍ରଙ୍କ ପାଖରେ ଋଷି ଭଳିଆ ଗୁଣ ଥିଲା, ଋଷି ଭଳିଆ ଗୁଣ।